ପ୍ରଥମତଃ ଆମେ ନବମ ଶ୍ରେଣୀ ନିମିତ୍ତ ନୀତିବାଣୀରେ ଥିବା 5ଟି ପ୍ରଶ୍ନ ଆମେ ଏବେ ଦେଖିଦେବା କ'ଣ ରହିଅଛି। ନିଜ ଭାଷାରେ ବାକ୍ୟ 2 ବା 3ଟି ଦେଇ ଆମେ ଉତ୍ତର ଲେଖିବା। ପ୍ରଥମତଃ ରହିଅଛି 1 ନମ୍ବର, ନିଜ ଭାଷାୟା ବାକ୍ୟଦ୍ୱୟେନ ବାକ୍ୟତ୍ରୟେଣ ବା ଉତ୍ତରମ୍ ଲିଖିତ। ନିଜ ଭାଷାରେ ବାକ୍ୟ 2ଟି ବା 3ଟି ଉତ୍ତର ଲେଖ। କ ନମ୍ବର କ୍ୱେଶ୍ଚନ୍ କ'ଣ ରହିଅଛି ଆମେ ଦେଖିବା। ମୂଢ଼ାଃ କେନ ଲଘୁତାଂ ଯାନ୍ତି। ଉତ୍ତର, ବିନା କାର୍ଯ୍ୟରେ ଯେଉଁ ମୂର୍ଖମାନେ ଅନ୍ୟର ଗୃହକୁ ଯାଆନ୍ତି ସେମାନେ କୃଷ୍ଣ ପକ୍ଷରେ ଯେପରି ଚନ୍ଦ୍ରମା ଲଘୁତାକୁ ପ୍ରାପ୍ତ ହୁଏ ଠିକ୍ ସେହିପରି ଛୋଟ ହୋଇଥାନ୍ତି। ସେମାନଙ୍କୁ କେହି ମଧ୍ୟ ସମ୍ମାନ ଦେଇନଥାନ୍ତି। ଖ ନମ୍ବର, କେ ନମନ୍ତି କେ ଚ ନ ନମନ୍ତି। ଉତ୍ତର କ'ଣ ରହିଅଛି? ବୃକ୍ଷଟିଏ ଫଳଭରା ହେଲେ ନଇଁଯାଏ। ଗୁଣୀଜନ ମଧ୍ୟ ନିଜର ସୁଗୁଣ ଯୋଗୁଁ ବିନମ୍ର ହୋଇଥାଏ, କିନ୍ତୁ ଶୁଖିଲା ଗଛ ଓ ମୂର୍ଖମାନେ କେବେ ହେଲେ ନଇଁ ନଥାନ୍ତି। ଗ ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି? ସନାତନଃ ଧର୍ମଃ କଃ। ସନାତନ ଧର୍ମ କ'ଣ? ଉତ୍ତର, ଜୀବନର ଶେଷ ସମୟ ଆସି ଉପସ୍ଥିତ ହେଲେ ମଧ୍ୟ ଯାହା କରିବା ଯୋଗ୍ୟ କାର୍ଯ୍ୟ ନୁହେଁ ତାହା କେବେ ହେଲେ ମଧ୍ୟ କରିବା ନାହିଁ ଏବଂ ଯାହା କରିବା ଯୋଗ୍ୟ କାର୍ଯ୍ୟ ତାହାକୁ ମଧ୍ୟ ତ୍ୟାଗ କରିବା ଅନୁଚିତ। ଏହା ହିଁ ସନାତନ ଧର୍ମ ଅଟେ। ଘ ନମ୍ବର କ୍ୱେଶ୍ଚନ୍, କେଷାଂ ବଲମ୍ କିମ୍। ଉତ୍ତର, ଦୁର୍ବଳ ଲୋକର ବଳ ରାଜା। ଦୁର୍ବଳ ଲୋକର ବଳ ରାଜା। ପିଲାମାନଙ୍କର ବଳ କ୍ରନ୍ଦନ କାନ୍ଦିବା। ମୂର୍ଖର ବଳ ଚୁପ୍ ରହିବା। ଚୋରର ବଳ ମିଛ କହିବା, ମିଥ୍ୟା କହିବା। ଅସାଧୁମାନଙ୍କର ବଳ ହିଂସା ଆଚରଣ କରିବା। ରାଜାମାନଙ୍କର ବଳ ଦଣ୍ଡ ବିଧାନ କରିବା। ସ୍ତ୍ରୀ ଲୋକମାନଙ୍କର ବଳ ସେବା କରିବା ଏବଂ ଗୁଣୀ ସାଧୁ ଲୋକମାନଙ୍କର ବଳ କ୍ଷମା ପ୍ରଦାନ କରିବା। କ୍ଷମା ପ୍ରଦାନ କରିବା।